ବର୍ତ୍ତମାନ ସମୟରେ ଆଉ ଗୋଟେ ଭଲ ବ୍ୟବସାୟ ସମୟ ହେଉଛି ଯାତ୍ରା ଇଣ୍ଡଷ୍ଟ୍ରି କଥା ଯିବା। ଆପଣ ପାଇଁ ଆସିନି କିଛି ପ୍ରଡ୍ୟୁସର ମାନଙ୍କ ଠାରୁ କି ଆମ ପାଇଁ ଟିକେ ଏଥର ନା 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 ମୁଁ ସେଥିପାଇଁ ଯୋଗ୍ୟ ନୁହେଁ ବୋଲି ସମସ୍ତଙ୍କର ବିଶ୍ୱାସ। ବୋଧେ ସତ ବିଜୟ ମଲ୍ଲ ଯୋଗ୍ୟ ନୁହନ୍ତି? ନାଇଁ ଯୋଗ୍ୟ ତ ନୁହଁ ଆଉ। ଯୋଗ୍ୟ ହେଇଥିଲେ ମତେ କିଏ ଡାକିନଥାନ୍ତା? ମୁଁ ଲେଖିନଥାନ୍ତି। ଆସିନାହିଁ ନା ନା ଆପଣ ଇଗ୍ନୋର କରିଛନ୍ତି? ନା 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 ମୁଁ ଇଗ୍ନୋର କଣ କରିବି? ମୁଁ ନା ତାଙ୍କ ପଇସା ମୁଁ ହେଲି ବିଜୁ ପଟ୍ଟନାୟକ ଛକର ମୂଲିଆ ଶ୍ରମିକ। ମୁଁ ସକାଳୁ ଛିଡ଼ା ହୁଏ। ମତେ କଣ୍ଟ୍ରାକ୍ଟର ମାନେ ଯାହା ଦରକାର ଯିଏ ଡାକିଲା, ଆଜି ଜଣେ ଡାକିଲା କହିଲା ଭାଇ ଆମର କାନ୍ଥ ତିଆରି ହେଉଛି, ଘର ହେଉଛି, ଇଟା ଯୋଡ଼ିବୁ, ମୁଁ ଚାଲିଲି। ଆଉ ଜଣେ କହିଲା ନାଇଁ, ଆଉ ଦିନ ଆଇଲା କହିଲା ଆମର ପୋଖରୀ ଖୋଳା ହେଉଛି, ଚାଲେ ପୋଖରୀ ଖୋଳିବୁ, ମୁଁ କୋଦାଳ ଧରି ଚାଲିଲି। ଆଉ ଜଣେ କହିଲା ଆମର ଆଜି ଧାନ କଟା ଅଛି, ଚାଲିଲି। ମାନେ ବିଜୟ ମଲ୍ଲଙ୍କ ଦ୍ୱାର ସମସ୍ତ ପାଇଁ ଖୋଲା ନୁହଁ, ବିଜୟ ମଲ୍ଲ ବିବଶ। କାହିଁକିନା ନିଜକୁ ସିଏ ଯେହେତୁ ଗୋଟେ ଶ୍ରମିକ କରିଦେଇଛନ୍ତି ଏବଂ ଶ୍ରମିକ କରିଦେଇ ଆନନ୍ଦିତ ମଧ୍ୟ ଅଛନ୍ତି। ଆମେ ବି ଖୁସି ଅଛୁ। ହଁ, ଏବଂ ଈଶ୍ୱର ତାଙ୍କୁ ବିବିଧ କାମ କରିବାର ଯତ୍କିଞ୍ଚିତ କ୍ଷମତା ମଧ୍ୟ ଦେଇଛନ୍ତି। ତେଣୁ ଯିଏ ଯେତେବେଳେ ଯେଉଁ କାମ ପାଇଁ ଡାକିଲା ମୁଁ ଗଲି। କେତେବେଳେ କେହି ଡାକିଲା ଗୀତଟିଏ ଅଛି ଆସ, ହଁ ଲେଖିଦେବି। କିଏ ଡାକିଲା ସଂଳାପ ଲେଖିବା, ଆସ। କିଏ ଡାକିଲା ମୋର କାର୍ଯ୍ୟକ୍ରମଟି ଅଛି ଟିକେ ସଭା ସଞ୍ଚାଳନ କର, ଚାଲ।